ଗୀତଟିକୁ ତ ସମସ୍ତେ ଗାଇବାର ଜାଣିଲ। ବର୍ତ୍ତମାନ ଏଥିରେ ଥିବା କଷ୍ଟ ଶବ୍ଦଗୁଡ଼ିକୁ ଆମେ ଭଲ ଭାବରେ ବୁଝିବା ପାଇଁ ବର୍ତ୍ତମାନ ଶବ୍ଦଗୁଡ଼ିକର ବିଶେଷ ବ୍ୟାଖ୍ୟା କରିବା। ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ କାହା ମୁଖ ଅନାଇ ବଞ୍ଚିବି। କହିବାର ତାତ୍ପର୍ଯ୍ୟ, ରେ ବାବୁ ଶ୍ୟାମ ଘନ ତୁ ମଧୁଭୁବନ ଚାଲିଗଲେ ମୁଁ କାହା ମୁଖ ଅନାଇ ବଞ୍ଚିବି। ମାତା ଯଶୋଦା କୃଷ୍ଣଙ୍କୁ ବାତ୍ସଲ୍ୟ ମମତାର ରେ ଆପ୍ଲୁତ ହୋଇ ପ୍ରଶ୍ନ କରୁଛନ୍ତି। କାହିଁକି ପ୍ରଶ୍ନ କରୁଛନ୍ତି? ନା ହେବ ଦଶ ଦିଗ ଶୂନ୍ୟ ଅଥିର ହେବ ଜୀବନ ନିଶି ଦିବସରେ ଝୁରୁଥିବିରେ ଜୀବଧନ। ରେ ବାବୁ ଶ୍ୟାମ ଘନ ତୁ ଯଦି ମଧୁପୁର ଚାଲିଯିବୁ ତାହେଲେ ମୋ ଜୀବନ ଅସ୍ଥିର ହୋଇପଡ଼ିବ ଆଉ ମୁଁ ନିଶି ଦିବସ ତତେ ହିଁ ଝୁରୁଥିବି। ଜୀବନ ବିହୁନେ ଯେହ୍ନେ ଝସ ରାଜା ବିନେ ଯେହ୍ନେ ଗ୍ରାମ ଦେଶରେ। ଆମେ ସାଧାରଣତଃ ସମସ୍ତେ ଜାଣିଛେ ଯେ ମାଛ ପାଣିରେ ବାସ କରେ। ଜୀବନ ବିହୁନେ ଯେହ୍ନେ ଝସ, ଏଠାରେ ଜୀବନ କହିଲେ ଜଳ ଏବଂ ଝସ କହିଲେ ମାଛକୁ ବୁଝାଯାଏ। ମାଛର ଗୋଟିଏ ପ୍ରତିଶବ୍ଦ। ଯେମିତି ଜଳ ବିନା ମାଛ ବଞ୍ଚିପାରେ ନାହିଁ, ଆଉ ତୁଳନାତ୍ମକ ଭାବରେ ବିଚାର କଲେ ରାଜା ବିନା କୌଣସି ଦେଶରେ ବି ଶାନ୍ତି ଶୃଙ୍ଖଳା ରକ୍ଷା ହୋଇ ନପାରେ। ସେଭଳି ତୋର ବିନା ମୁଁ ତୁମ ତୁମର ଜୀବନର ଧନ ହୋଇଥିବା କାରଣରୁ, ଜୀବନର ଧନ ଜୀବଧନ ହୋଇଥିବା କାରଣରୁ ତୋ ବିନା ମଧ୍ୟ ମୋର ବଞ୍ଚିବା ଅସମ୍ଭବ ଅଟେ। ତୋର ବିନା ମଧ୍ୟ ମୁଁ ବଞ୍ଚିପାରିବି ନାହିଁ। ଏଠି କଷ୍ଟ ଶବ୍ଦ ଗୁଡ଼ିକ ସମସ୍ତେ ଚିହ୍ନଟ କରିନେବା। ମୁଁ ଯେ ପ୍ରତ୍ୟେକ କ୍ଲାସର ପ୍ରତ୍ୟେକ କାଳାଂଶର ଶେଷରେ କଷ୍ଟ ଶବ୍ଦ ଗୁଡ଼ିକର ଅର୍ଥ ତୁମକୁ ଲିଙ୍କରେ ଦେଇଦେଇଛି। ତୁମେ ସେଇ ଅର୍ଥ ଗୁଡ଼ିକୁ ସେଠାରୁ ଗ୍ରହଣ କରିନେବ ବୋଲି ମୋର ଆଶା। ଯେଉଁମାନଙ୍କୁ ପାଠ ପଢ଼ା ସମୟରେ କିଛି ଏକ୍ସଟ୍ରା କ୍ୱେଶ୍ଚିନ୍ ଦରକାର ପଡ଼ୁଛି, ସେମାନେ ପଢ଼ା ସମୟରେ ମୁଁ ପ୍ରଶ୍ନ ପଚାରି ଯେଉଁ ପାଠ ପଢ଼ୁଟିକୁ ବୁଝଉଛି, ସେ ସମୟରେ ଏକ୍ସଟ୍ରା କ୍ୱେଶ୍ଚିନ୍ ଗୁଡ଼ିକ ମଧ୍ୟ ଟିପି ନେବ ବୋଲି ଆଶା ଓ ଅନୁରୋଧ। କାହା ଅଙ୍ଗେ ଚତୁଃସମ ଲେପିବି କରି ସୁଷମ ନିଦ୍ରାରେ କେ ହେଉଥିବ ଘାରି। କାହାକୁ ଅଞ୍ଜନ ଦେବି ବସ୍ତ୍ର ପାଡ଼ି ଶୁଆଇବି ମାତାଙ୍କୁ ମାଗିବ କେହୁ ହରିରେ ଜୀବଧନ। ଏକଥା ସୁମରି ଯିବି ମରି ନିଶ୍ଚେ ଯେବେ ଯିବ ମଧୁପୁରୀରେ। ଅର୍ଥାତ୍ ମାତା ଯଶୋଦା ନନ୍ଦଙ୍କର ରାଣୀ, ଅର୍ଥାତ୍ ଗୋପପୁରର ରାଜରାଣୀ ଥିଲେ। ସେଥିପାଇଁ ବୃଦ୍ଧ ଅବସ୍ଥାରେ ସେ କୃଷ୍ଣଙ୍କୁ ଯେତେବେଳେ ପୁତ୍ର ରୂପେ ପ୍ରାପ୍ତ ହୋଇଥିଲେ, କୃଷ୍ଣଙ୍କୁ ଅତି ଯତ୍ନର ସହିତ ସେ ସମସ୍ତ ପ୍ରକାରର ସେବା ଯୋଗାଇ ଦେଉଥିଲେ। ଅର୍ଥାତ୍ ତାଙ୍କର ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ତାଙ୍କ ଅଙ୍ଗର ଅର୍ଥ ହେଲା ଶରୀର। ଶରୀରରେ ଚତୁଃସମ ଲେପନ କରୁଥିଲେ। ଚତୁଃସମ, ଚାରୋଟି ଜିନିଷକୁ ସମାନ ସମାନ ପ୍ରକାରର ଲେପନ କରୁଥିଲେ। କିଭଳି ଭାବରେ ଲେପନ କରୁଥିଲେ? ନା ସୁଷମ, ସବୁଠି ସମାନ ଭାବରେ ସେ ଲେପନ କରୁଥିଲେ। ହେଲେ ସେ ଚତୁଃସମ କଣ? ନା ଚନ୍ଦନ, କର୍ପୂର, ଅଗୁରୁ ଆଉ କୁଙ୍କୁମ। ଏଇ ଅର୍ଥକୁ ମଧ୍ୟ ମୁଁ ଲିଙ୍କରେ ବି ତୁମକୁ ଦେଇଦେଇଛି, ତମେ ତାକୁ ଲେଖିନେବ। ନିଦ୍ରାରେ କେ ହେଉଥିବ ଘାରି। କୃଷ୍ଣ ନିଦରେ ବାଉଳି ହୋଇ ଯେତେବେଳେ ଏପଟ ସେପଟ ଦୌଡୁଥିଲେ, ନିଦରେ ବାଉଳି ହୋଇ ଏପଟ ସେପଟ ଚାଲୁଥିଲେ, ସେତେବେଳେ ମା ତାଙ୍କୁ ଶରୀରରେ ଏଇ ଚତୁଃସମ ଲେପନ କରିଦେବା ଦ୍ୱାରା ତାଙ୍କର ଶରୀର ଶାନ୍ତି ପ୍ରାପ୍ତ, ଶରୀରକୁ ଶାନ୍ତି ମିଳୁଥିଲା ଆଉ ଶାନ୍ତିରେ ସେ ଶୋଇଯାଉଥିଲେ। ତାଙ୍କର ଆଖିକୁ ସୁନ୍ଦର କରିବା ପାଇଁ ସେ ତାଙ୍କ ଆଖିରେ ଅଞ୍ଜନ ଲଗାଇ ଦଉଥିଲେ, ଶ୍ରୀକୃଷ୍ଣଙ୍କ ଆଖିରେ କଳା ଲଗାଇ ଦଉଥିଲେ, ବସ୍ତ୍ର ପାଡ଼ି ଶୁଆଇ ଦଉଥିଲେ। ଅର୍ଥାତ୍ ଯେତେବେଳେ କାର୍ଯ୍ୟ ବ୍ୟସ୍ତତା ଭିତରେ ଯେତେ କାର୍ଯ୍ୟ ବ୍ୟସ୍ତତାରେ ଥାଆନ୍ତୁ ନା କାହିଁକି, କୃଷ୍ଣଙ୍କ ପାଇଁ ସୁନ୍ଦର ଭାବରେ ବସ୍ତ୍ର ବିଛେଇ ଦେଇକରି ତାଙ୍କୁ ଶୁଆଇ ଦେଉଥିଲେ। ପିତାଙ୍କୁ ମାଗିବ କେହୁ ହରିରେ ଜୀବଧନ। ବାପା ନନ୍ଦରାଜା ଯେତେବେଳେ କୃଷ୍ଣଙ୍କର ଇଚ୍ଛା ସମ୍ପର୍କରେ କିଛି ପଚାରୁଥିଲେ ଆଉ ତାଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଗ୍ରହ ରଖୁଥିଲେ, ସେତେବେଳେ ଶ୍ରୀକୃଷ୍ଣ ବାପାଙ୍କୁ ହରିଙ୍କୁ ମାଗୁଥିଲେ। ହରିର ମଧ୍ୟ ଅନେକ ଅର୍ଥ ଅଛି, ଆଉ ହରିର ଅର୍ଥ ଏଠି ଚନ୍ଦ୍ର। ହରିର ଅର୍ଥ ସିଂହ ହେଇପାରେ, ହରିର ଅର୍ଥ ନାରାୟଣ, ଆଉ ହରିର ଅର୍ଥ ଏଠି ମଧ୍ୟ ଚନ୍ଦ୍ର ଅଟେ। ଏକଥା ସୁମରି ଯିବି ମରି ନିଶ୍ଚେ ଯେବେ ଯିବୁ ମଧୁପୁରୀରେ। ଏଇ କଥା ସ୍ମରଣ କରି, ଏଇ କଥା ମନେ ପକାଇ ପକାଇ ମୁଁ ମୃତ୍ୟୁବରଣ କରିବି। ସୁମରି, ସ୍ମରି। ଗଦ୍ୟ ରୂପ। ଏଇଭଳି ପଦ୍ୟ ରୂପ, ଗଦ୍ୟ ରୂପ
द्वि अर्थबोधक शब्द, विपरीत शब्द, जोड़ा शब्द, समास निष्पन्नांत शब्द सब किछि लिंक रे दिया है तुमे माने लिंक देखिले जानी परिबो। वर्तमान रो कालांश एतिकरे थाउ आमे परवर्ती कालांश रे तृतीय पदटी को आलोचना करिबा।